ମୁଁ ଯାଇକି ସାର୍ମାନଙ୍କୁ ଶୁଣେଇବି। ମୁଁ ତ ନିଜେ କହିଲେ ଚଳିବନି, କାରଣ ମୁଁ ଜାତିରେ ହେଲି ପାଣ, ହରିଜନ କୂଳର ମୁଁ। ତ ସିଏ ହେଉଛନ୍ତି ଆମ ସାର୍ କ'ଣ ନା, ସିଏ ହେଲେ ପ୍ରଧାନ ଚଷା କୂଳର। ଆଜିକାଲି ସମାଜରେ ଦେଖିବାକୁ ମିଳୁଛି ଯେ ଆମେ ଜାଣିଛେ ତାଙ୍କ କୂଳଟା ଶ୍ରେଷ୍ଠ ବୋଲି ମାନୁଛନ୍ତି। ସାର୍ଙ୍କୁ କହିଲି ଯେ ଏସବୁ ସାର୍ ପ୍ରବଚନ ଶୁଣନ୍ତୁ, ଆଉ ମାନେ ମୋ କଥାକୁ ଟିକେ ଧ୍ୟାନ ଦିଅନ୍ତୁ। ଯେ ପ୍ରଭୁ ଆସିଛନ୍ତି, ସେ ସମୟ ବେଳେ ଠାକୁରଙ୍କର ଆମର ଦେହାନ୍ତର ସମୟ ଆସିଗଲା। ସେତିକି ମାଧୁର୍ଯ୍ୟ ଦେଇକି ପ୍ରବଚନ ଦେବା ଅଲଗା, ଆଉ ପ୍ରସାର ପ୍ରଚାରର ସେ ସମୟର ଅଲଗା। ସମସ୍ତଙ୍କ ଗୁରୁସ୍ୱାମୀ। ପ୍ରତ୍ୟେକ ଯୁଗରେ ପ୍ରଭୁ ଆସିବା ପୂର୍ବରୁ ଗୁରୁଦେବ ନିଜର ଶିଷ୍ୟମାନଙ୍କୁ ଭଗବାନଙ୍କୁ ଚିହ୍ନେଇଥାନ୍ତି, କିନ୍ତୁ ମୋ ପାଇଁ ଏଠି ଉଲଟିଆ ହେଇଯାଇଛି ଭାଇ। ଆଜିର କାହାଣୀରେ ମୁଁ ମୋ ଚରିତ୍ରର କହିବି, ମୋ ଚରିତ୍ରରେ ଘଟିଥିବା ଯେ ସେଇ ସବୁ ସମୟ, ତାହାକୁ ମୁଁ ଆଜି ଖୋଲିକି କହିବି ଯେ ଏଠି ଶିଷ୍ୟ କେମିତି ଗୁରୁକୁ ପ୍ରଭୁଙ୍କ ପାଖକୁ ଚିହ୍ନିବାକୁ ଚାହୁଁଥିଲେ, କିନ୍ତୁ ସେ ଶିଷ୍ୟ ସେସବୁ କାମରେ ବିଫଳ ରହିଗଲେ। ସେ ହେଉଛି ମୁଁ ନିଜେ। ଆଜିର ଟପିକ୍ ମୁଁ ମୋର ହାଇସ୍କୁଲ କଥା ମୁଁ ଆଲୋଚନା କରିବି। 2015 ମସିହାରେ ମୁଁ ସେତେବେଳେ ପଢ଼ୁଥିଲି, ସେତେବେଳେ ପ୍ରାୟ ମୋର 15 ବର୍ଷ ପାଖାପାଖି, 10ମ କ୍ଲାସ୍। ତ ସେଇ ସମୟରେ ଆମର ହାଇସ୍କୁଲ ମାନେ ଆପଣମାନେ ଜାଣିଥିବେ 5-6 ଜଣ ଟିଚର୍ ଅବଶ୍ୟ ରହିବେ। ସେଥିରେ ପିଟି ସାର୍ ରହିବେ, ଆମର ହିନ୍ଦୀ ସାର୍ ବି ରହିବେ, ସଂସ୍କୃତ ସାର୍ ରହିବେ, ଇଂଲିଶ ସାର୍, ସାହିତ୍ୟ ସାର୍, ଏମିତି ଭୂଗୋଳ ସାର୍, ଏମିତି 6-7 ଜଣ ରହୁଥିଲେ। ତ ମୁଁ ଯେଉଁ ହାଇସ୍କୁଲରେ ପଢ଼ୁଥିଲି, ସେ ହାଇସ୍କୁଲଟି ବର୍ତ୍ତମାନ ତେଲକୁଇ ବ୍ଲକର ଗୋଳାବନ୍ଧ ଗ୍ରାମ ପଞ୍ଚାୟତର, ତାର ନାଁ ହେଉଛି ଶ୍ରୀ ଜଗନ୍ନାଥ ହାଇସ୍କୁଲ, ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ। ତେବେ ସେ ସମୟରେ ଆମର ବିପିନ ଭାଇ, ଠାକୁର ବି ସ୍ଥୂଳ ଦେହରେ ଥିଲେ। ବିପିନ ଭାଇଙ୍କର ପ୍ରବଚନ ପୁରା ହାଇଲାଇଟ୍ ହୋଇଥିଲା। ପ୍ରଭୁ ଥିଲେ ମାନେ ସମସ୍ତେ ଭଗବାନଙ୍କୁ ଚିହ୍ନଉଥିଲେ, ଆଉ ଯିଏ ଗଲା ଭଗବାନଙ୍କୁ ଜାଣିପାରିଲା। ସେଇ ଗୋଟିଏ ବର୍ଷ ତ ରହିଲା ନା, 2015 ପରେ ଭଗବାନ ଡିସେମ୍ବରରେ ଗଲେ। ତେବେ ମୋ ପାଖରେ ପୁରୁଣା ପ୍ରବଚନ ଗୁଡ଼ା ବହୁତ ଥିଲା। ତ ମୁଁ ସେସବୁ କ'ଣ କଲି ନା, ଆମର ଯିଏ ଇଂଲିଶ ସାର୍, ଇଂଲିଶ ବି ପଢ଼ାନ୍ତି ଏବଂ ସାହିତ୍ୟ ବି ପଢ଼ାନ୍ତି, ତାଙ୍କ ନାଁ ହେଉଛି ବିଜୟ ସାର୍, ବିଜୟ ପ୍ରଧାନ, ଶ୍ରୀଯୁକ୍ତ ବିଜୟ ପ୍ରଧାନ। ତେବେ ସେ ସ୍କୁଲରେ ପଢ଼ିବାର ଗୋଟିଏ କାରଣ ଯେ ମୋ ବାପା ବି ସେଇ ସ୍କୁଲରେ ପଢ଼ିଛନ୍ତି। ବାପା ହେଲେ ଆମର ଗାୟକ ସତ୍ୟନାରାୟଣ ପାଲା, ଆଉ ସିଏ ମୋତେ ନେଇକି ସେ ସ୍କୁଲରେ ପଢ଼େଇଲେ। କାରଣ ମୁଁ ଯେଉଁ ସାର୍ଙ୍କ ସାଙ୍ଗରେ ପଢ଼ିଛି, ତୁ ପୁଅ ସେଇ ସାର୍ମାନଙ୍କ ସାଙ୍ଗରେ ପଢ଼। ତ ମୁଁ କହିଲି ଠିକ୍ ଅଛି। ତେବେ ସେଇଠି ପଢ଼ିଲା ଭିତରେ ମୁଁ ଚାହିଁଲି ଭଗବାନଙ୍କର କଥା ମୁଁ ଯାଇକି ସାର୍ମାନଙ୍କୁ ଶୁଣେଇବି। ମୁଁ ତ ନିଜେ କହିଲେ ଚଳିବନି, କାରଣ ମୁଁ ଜାତିରେ ହେଲି ପାଣ, ହରିଜନ କୂଳର ମୁଁ। ତ ସିଏ ହେଉଛନ୍ତି ଆମ ସାର୍ କ'ଣ ନା, ସିଏ ହେଲେ ପ୍ରଧାନ ଚଷା କୂଳର। ଆଜିକାଲି ସମାଜରେ ଦେଖିବାକୁ ମିଳୁଛି ଯେ ଆମେ ଜାଣିଛେ ଯେ ପ୍ରଧାନ, ବେହେରା ଏସବୁ ଟାଇଟେଲ୍ ଯେଉଁ ରହୁଛି, ଚଷା କ୍ଷତ୍ରିୟ ଏମାନଙ୍କର ହିଁ ସେମାନେ ଭାବନ୍ତି ମାନେ ରହିଛି ବର୍ତ୍ତମାନ ସମୟରେ, ସେମାନେ ହିଁ ବଡ଼ ଜାତି ବା ତାଙ୍କ କୂଳଟା ଶ୍ରେଷ୍ଠ ବୋଲି ମାନୁଛନ୍ତି। ଯେହେତୁ ଏ ଜାତି ପ୍ରଥା ରହିଛି, ତ ମୁଁ ଯଦି କୌଣସି ଗୋଟେ କଥା କହିବି ଯେ ମୁଁ ଯାଇକି ପ୍ରବଚନକୁ ଶୁଣେଇବି, ଆଉ କହିବି ପ୍ରଭୁ ଆସିଛନ୍ତି, ସତ୍ୟ ମାନେ କଳିଯୁଗର ଶେଷ ସମୟରେ କଳକି ପୁରୁଷ ଆସିଛନ୍ତି, ଆଉ ଏଇସବୁ କଥା ଭାବନା ନେଇକି ମୁଁ ସାର୍ଙ୍କୁ କହିଲି ଯେ ଏଇସବୁ ସାର୍ ପ୍ରବଚନ ଶୁଣନ୍ତୁ, ଆଉ ମାନେ ମୋ କଥାକୁ ଟିକେ ଧ୍ୟାନ ଦିଅନ୍ତୁ ଯେ ପ୍ରଭୁ ଆସିଛନ୍ତି। ଆଉ ସବୁ ପ୍ରବଚନ ଗୁଡ଼ା ଶୁଣେଇଲି। ମାଳିକାର ଟୋଟାଲି ଯେତିକି ବିପିନ ଭାଇ କହିଛନ୍ତି ସବୁ କଥା ଶୁଣେଇଲି। ସାର୍ ବି ସବୁ ଧ୍ୟାନ ଦେଇକି ଶୁଣିଲେ। ସେ ପ୍ରବଚନ ଗୁଡ଼ା ପୂର୍ବ ଭିଡ଼ିଓ ମୋର ଅଛି, ରେକର୍ଡ଼ିଂ ଗୁଡ଼ା ସବୁ ଅଛି, ସେସବୁ ମୁଁ ଡିଲିଟ୍ କରିନି, କାରଣ ସେ ପ୍ରବଚନ ଗୁଡ଼ା ବହୁତ ମଧୁର। ଆଉ ଠାକୁର ଥିବା ସମୟରେ, ପ୍ରଚାର ସମୟରେ ବିପିନ ଭାଇ କେଉଁ ହିସାବରେ କହୁଥିଲେ, ଭାଇ ତୁମେ ଭଗବାନଙ୍କୁ, ଆମେ ତ କହିଦେଉଛୁ, ପ୍ରସାର କରିଦେଉଛୁ, ତୁମେ ଚିହ୍ନିଲେ ଭଲ, ନ ଚିହ୍ନିଲେ ତୁମମାନଙ୍କର ହିଁ ଭାଗ୍ୟରେ ନାହିଁ, ଯେଉଁଟା କଥା କୁହାଯାଉଛି। ତେବେ ସେଇ ଭାବନାରେ ସିଏ ପ୍ରବଚନ ଦେଉଥିଲେ। ସେଇ ସମୟରେ ଆମେ ଜଣେଇ ଦେଉଛୁ ଭଗବାନଙ୍କୁ, ତୁମେ ଚିହ୍ନିଲେ ଚିହ୍ନ, ନହେଲେ ନାହିଁ।
କିନ୍ତୁ ନ ଚିହ୍ନିଲେ ତୁମମାନଙ୍କର ହିଁ ଖରାପ। ତେବେ ସାର୍ ମାନଙ୍କୁ ମୁଁ ସମସ୍ତ ସେଥିରେ ପିଅନ୍ ବି ଥିଲେ ଆମ ହାଇସ୍କୁଲର ପିଅନ୍, ସେମାନଙ୍କୁ ବି ସବୁ ଶୁଣେଇଲି। ଶୁଣି ସାରିଲା ପରେ ସେମାନେ ମୋ କଥାକୁ ଟିକେ ଇଗ୍ନୋର କଲେ। ଏବଂ କିଛି ଦିନ ଗଲା ପରେ ସେ ଆମର ସାର୍ଥକ ଚ୍ୟାନେଲରେ ଯେଉଁ ପ୍ରବଚନ ଦିଅନ୍ତି ସେମାନେ ମୋତେ ଡାକିଲେ, କହିଲେ ଆସେ ଆଉ ତୋତେ ଗୋଟେ ଜିନିଷ ଦେଖାଉଛି। ମୋତେ ଗୋଟେ ପିଲାକୁ କହିଲେ ଯା ତାକୁ ପଠାଇଦେବୁ। ମୁଁ ଗଲି ମୋତେ ଦେଖାଇଲେ। ସେସବୁ ଭଲ ରାମଚନ୍ଦ୍ରଙ୍କର କଥା କହୁଥିଲେ, ବିଭିନ୍ନ ଟପିକ୍ର କଥା କହୁଥିଲେ, ଭଗବାନଙ୍କ ବିଷୟରେ ହିଁ କଥା ଚାଲିଥିଲା ସେ ଟିଭିରେ। ମୁଁ ଶୁଣିଲି ସେ କହୁଥିଲେ ଆଉ ୟାକୁ ହିଁ ପ୍ରବଚନ କୁହାଯାଏ। ତୁ ଯେଉଁଟା ଶୁଣିଲୁ ସେ କ'ଣ ପ୍ରବଚନ? କାରଣ ବିପିନ ଭାଇ ପ୍ରବଚନକୁ, କାରଣ ସେ ସମୟରେ ପ୍ରଚାର ପ୍ରବଚନଟା ଚାଲିଥିଲା ନା, ସେତିକି ମାଧୁର୍ଯ୍ୟ ଦେଇକି ପ୍ରବଚନ ଦେବା ଅଲଗା ଆଉ ପ୍ରଚାର ସେ ସମୟର ଅଲଗା। ସେ ମୋତେ ଦେଖେଇଲେ, କହିଲେ ଏସବୁ ଦେଖ। ମୁଁ ଦେଖିଲି, ମୋତେ ଭିତରେ ଲାଗିଲା ମୁଁ ଚାହୁଁଥିଲି ଆମ ଗୁରୁଦେବ ଜାଣନ୍ତୁ, ଆମର ଶିକ୍ଷକ ଆମ ଗୁରୁ ଜାଣନ୍ତୁ ପ୍ରଭୁଙ୍କୁ, କିନ୍ତୁ ସିଏ ଜାଣିପାରିଲେନି। ତାପରେ ଭାଇ ଲାଷ୍ଟ ମୋତେ କ'ଣ କହିଲେ, ମୋତେ ଲାଷ୍ଟରେ କେଶବ ବାବା ବୋଲି ଚଳିଲେ। ମାନେ ଠାକୁରଙ୍କ ନାଁ ଧରିକି ମୋତେ କହିଲେ କେଶବ ବାବା ଆସିଲାଣି, କେଶବ ବାବାକୁ ଯେଉଁ ଡାକିଦେବ। ଏମିତି ମୋ ସାଙ୍ଗରେ ମାନେ ଘଟିଲା। ମୋତେ 10th କ୍ଲାସ୍ ପର୍ଯ୍ୟନ୍ତ ମୋତେ କେଶବ ବାବା ବୋଲି ଡାକିଲେ। ମୁଁ ଆଉ କ'ଣ କହିବି, ମୋର ତ ସେତିକି ସାମର୍ଥ୍ୟ ନାହିଁ ନା ଯେ ମୁଁ ସେମାନଙ୍କୁ ଗୁରୁଜନଙ୍କୁ କ'ଣ କହିବି, କିଛି କହିପାରିବିନି। ସେ ଭିତରେ ଆମ ବାପା ମଧ୍ୟ ସେଇ ସାର୍ଙ୍କୁ ଆସିକି ଠାକୁରଙ୍କର ଫଟୋ ଦେଖେଇବା, ଠାକୁରଙ୍କୁ ଚିହ୍ନି ଦେବା ପରେ ସିଏ ଇଗ୍ନୋର ମଧ୍ୟ କଲେ। ତାପରଠୁ ସେ ସାର୍ ଯେତିକି ଶିକ୍ଷକ ଥିଲେ ମାନେ ସମସ୍ତେ ମୋତେ ସେଇ ଗୋଟିଏ ନାଁରେ ହିଁ କେଶବ ବାବା ଡାକୁଥିଲେ। ତାପରେ ଭାଇ ଟିକେ ପଛକୁ ଯଦି ମୁଁ ଯିବି, ନବମ ଶ୍ରେଣୀରେ ଆମେ ଯେମିତି ଆମର ହାଇସ୍କୁଲରେ ପିକନିକ୍ ପ୍ରୋଗ୍ରାମ୍ କରାଯାଏ, ତ ଆମେ ଯାଇଥିଲୁ ପୁରୀ, କୋଣାର୍କ, ଚନ୍ଦ୍ରଭାଗା ଏସବୁ ବସ୍ ଗାଡ଼ିରେ। ଆମେ ସେଇ ସମୟରେ 900 ଟଙ୍କା ଲେଖା ଆମେ ଦେଇକି ଯାଇଥିଲୁ। ସେ ଆମର ଭୌତିକ ଟିଚର୍ ଯିଏ ବିଜ୍ଞାନ ପଢ଼ାନ୍ତି, ସେ ସାର୍ ସେଥିରେ ଲିଡ଼୍ କରୁଥିଲେ, ସିଏ ଆମକୁ ନେଇଥିଲେ। କିନ୍ତୁ 10ମ ଶ୍ରେଣୀରେ ଯେତେବେଳେ ମୁଁ ମାନେ ସାର୍ଙ୍କୁ କହିଥିଲି ଠାକୁର କେଶବଚନ୍ଦ୍ରଙ୍କର ସେ କଥା, କେହି ତ ମୋ କଥାକୁ ବିଶ୍ୱାସ ହିଁ କଲେନି। ବିଶ୍ୱାସ ଯେହେତୁ ନ କଲେ, ଆଉ ସେଇ ବର୍ଷ ହିଁ ଯେତେବେଳେ 10ମ କ୍ଲାସ୍ର ପଡ଼ିଲା ପିକନିକ୍ ପ୍ରୋଗ୍ରାମ୍, ସେ ସମୟ ବେଳେ ଠାକୁରଙ୍କର ଆମର ଦେହାନ୍ତର ସମୟ ଆସିଗଲା। ତ ସେ ସମୟରେ ସେମାନେ କ'ଣ କଲେ ନା, ଯେଉଁ ପିକନିକ୍ର ଯେଉଁ ଟୁର୍ଟା ଥିଲା ସେ ନୃସିଂହନାଥର ମାନେ ପିକନିକ୍ ଟୁର୍ଟା ଥିଲା। ନୃସିଂହନାଥ ଆମେ ପୂର୍ବରୁ ଯେଉଁ ଆମର ଯଜ୍ଞ ହେଇଛି ସେ ନୃସିଂହନାଥରେ। ତେବେ ଯେହେତୁ ଆମେ ଜାଣିଲୁ ପ୍ରଭୁଙ୍କର ଦେହାନ୍ତ ହେଇଛି, ତ ଆମେ ପିକନିକ୍ ମଧ୍ୟ ଗଲୁ ନାହିଁ। ଏବଂ ଠାକୁରଙ୍କ କାର୍ଯ୍ୟରେ ଆସିକି ଠାକୁରଙ୍କ ସମାଧିରେ କାମ ମଧ୍ୟ କିଛି କରାଗଲା। କାମ କରାଗଲା ପରେ ଯେତେବେଳେ ଆମର ଗତ ବର୍ଷ ଯେଉଁ ଆମର ହେଲା ଯେଉଁ କ'ଣ ଯଜ୍ଞ, ସେ ଯଜ୍ଞରେ ଆମେ ନୃସିଂହନାଥ ଯେଉଁ ଆମର ଅଛି କ'ଣ ଗନ୍ଧମାର୍ଦ୍ଦନ ପର୍ବତ, ସେଠି ଚାରିଆଡ଼େ ଭ୍ରମଣ କରିବା ସହିତ ଗୁରୁ ଭାଇମାନଙ୍କ ସାଙ୍ଗରେ ବୁଲିଲୁ। ପରେ ଆମେ ଅନୁଭବ କଲୁ ଯେ ସେଇ ହାଇସ୍କୁଲ ବେଳେ ଯେଉଁ ମାନେ ସାଙ୍ଗସାଥିମାନଙ୍କ ମେଳରେ ମିଶିକି ଯାଇକି ନୃସିଂହନାଥ ବୁଲିକି ଆସିବା କଥା, ଯେଉଁଟା ଆମର ମିସ୍ ହେଇଯାଇଥିଲା, ପ୍ରଭୁ ଜାଣିକି ସେଇଟାକୁ ଆମର କ୍ୟାନସଲ୍ କରିଦେଇଥିଲେ। ଏବଂ କ୍ୟାନସଲ୍ ମଧ୍ୟ ମୁଁ ବି ଚାହୁଁଥିଲି, କାରଣ ଭଗବାନ ଦେହ ଛାଡ଼ିଲେ ଆମେ ତ ପିକନିକ୍ ଯିବା ମୁଖ୍ୟ ନାହିଁ ନା, ଭଗବାନଙ୍କ ଆଡ଼େ ଆମେ ଯାଇଥିଲୁ। ତେବେ ପରେ ମୁଁ ଫିଲ୍ କଲି ଯେ ପ୍ରଭୁ ଚାହିଁଥିଲେ ଯେ ତୁ ଆଉ ନୃସିଂହନାଥକୁ ଆସିବୁ, ମୋର ଯଜ୍ଞ ଆଗକୁ ଅଛି। ଆଉ ସେ ଯଜ୍ଞରେ ମଧ୍ୟ ଆମେ ଯାଇଥିଲୁ। ସେ ଯଜ୍ଞର ଗୋଟେ ଲୀଳା ଭାଇ ମୁଁ କହୁଛି। ସେ ଯଜ୍ଞରେ କ'ଣ ହେଇଥିଲା ନା, ଯେତେବେଳେ ଆମେ ଯଜ୍ଞ ଗଲୁ ଘରୁ ତେଲକୁଇ ବ୍ଲକରୁ, ଆପଣମାନେ ଇଣ୍ଟରନେଟ୍ରେ ମାରି ଦିଅନ୍ତୁ ପାଇକମାଳ କେତେ କିଲୋମିଟର ହେଉଛି ଦେଖନ୍ତୁ। ସେତେବେଳେ ବାପାଙ୍କର ସ୍ପ୍ଲେଣ୍ଡର ବାଇକ୍ ମଧ୍ୟ କିଣାଯାଇଥିଲା ନୂଆ। ଏବଂ ଆମର ଧାନ ଚାଷ କରାଯାଏ, ଯେଉଁ ଧାନ ଗୁଡ଼ା ବାହାରେ ସବୁ ଖଳାରେ ରଖାଯାଇଥିଲା। ମୁଁ ଆଉ ଭଉଣୀ ତାକୁ ଆମେ କଥା ହେଲୁ, ଆମେ କହିଲୁ ଆମେ ଧାନ ଗୁଡ଼ା ଭିତରେ ସବୁ ଡୁଲିରେ ରଖିଦେବା,
ଆଉ କାଲି ସକାଳେ ଆମେ ଯିବା। ଆମେ ପୁରା ବହୁତ ଆନନ୍ଦର ସହିତ କାମ କଲୁ, ମାନେ ଧାନକୁ ନେଇକି ରଖିଦେଲୁ। ଆର ଦିନ 9ଟା 9:30 ବେଳେ ଘରୁ ବାହାରିଲୁ। ଘରୁ ବାହାରିଲା ଭିତରେ ମୋ ମାଆଙ୍କର 3 ଭଉଣୀ ମିଶିକି, ସେ 3 ଭଉଣୀ। ତ ବଡ଼ ମାଉସୀ ଯିଏ, ତାଙ୍କ ଘର ହେଉଛି ଠିଆନାଳ, ଆପଣମାନେ ଜାଣିଥିବେ, ଦେବଗଡ଼ ଡିଷ୍ଟ୍ରିକ୍ଟର NH49ରେ ଗଲାବେଳେ ଠିଆନାଳ ସେଠୁ। ତାପରେ ସାନ ମାଉସୀ ଆମର ଦେବଗଡ଼ରେ। ତ ଆମେ ବାଇକ୍ରେ ପହଞ୍ଚିଗଲୁ 1-1.5 ଘଣ୍ଟା ଭିତରେ ଦେବଗଡ଼ରେ ପହଞ୍ଚିଲା ପରେ ମାଉସୀ ଆମର ବସଷ୍ଟାଣ୍ଡରେ ଦେଖାହେଲେ। ମଉସା ଆସିଥିଲେ, ଭାଇ ମାଉସୀର ପୁଅମାନେ ସବୁ ଆସିଥିଲେ। ସେମାନେ ବି ଯିବା ପାଇଁ ମାନେ ବାହାରିଥିଲେ। ଏବଂ ସେ କହିଲେ ରହିଯାଅ, ଆମେ ଏକାବେଳେ ବସ୍ରେ ଯିବା। ତ ମୁଁ କହିଲି ଠିକ୍ ଅଛି। ମୁଁ କହିଲି ଯେ ତୁମମାନେ ଯଦି ବସ୍ରେ ଆସିବ, ମୁଁ ବସଷ୍ଟାଣ୍ଡରୁ ତୁମକୁ ପିକଅପ୍ କରିନେବି। ଏଇଆ କହିକି ଆମେ 3 ମାଆ ଆଉ ମୋ ଭଉଣୀ ଆଉ ମୁଁ ବାଇକ୍ ଚଲାଉଥିଲି। ଆମେ ଗଲୁ ପୁରା 350-400 କିଲୋମିଟର ବାଇକ୍ରେ ଆମେ ଗଲୁ। ବାଇକ୍ରେ ଯାଉକା ଆମର ପାଇକମାଳ ଯଜ୍ଞ ପହଞ୍ଚିବାକୁ 2 କିଲୋମିଟର ଥାଏ। ବଡ଼ ମାଉସୀଙ୍କର ତାଙ୍କ ପୁଅ ଫୋନ୍ କଲେ, ମାନେ ମୋ ଭାଇ ଫୋନ୍ କଲେ ଯେ କହିଲେ ଆଉ ମାନେ ବଡ଼ ବବା ବା ବଡ଼ ବାପା ସିଏ ଡେଥ୍ କରିଯାଇଛନ୍ତି। ତ ଯେତେବେଳେ ଶୁଣିଲେ ଏସବୁ କଥା, ଆଉ କିଏ ଆସିବ, ମାନେ ଯେତେବେଳେ ଶୁଣିଲୁ, ପୂର୍ବରୁ ଯେତେବେଳେ ଯିବା ସମୟରେ ସେମାନେ କହିଲେ ଯେ ଆଉ କ'ଣ ହେଇଛି, ଯେ ବଡ଼ ବାବା ଆଉ ମାନେ ଶୋଇଛନ୍ତି, କିଛି କହୁନାହାନ୍ତି। ତାପରେ ଆମେ କହିଲେ ହଉ ଦେଖ କ'ଣ କିଛି ହେଇଛି, ଆମେ ପହଞ୍ଚିବା 2 କିଲୋମିଟର ପୂର୍ବରୁ ସେମାନେ ଯେତେବେଳେ ନେଲେ ହସ୍ପିଟାଲ ନେଲେ ପାଲଡ଼ା, ସେଠି ତାଙ୍କର ଡେଥ୍ ଡିକ୍ଲେୟାର ହେଲା ଯେ ଡେଥ୍ ହେଇଯାଇଛନ୍ତି। ଏବଂ ଆମେ ଯେହେତୁ 2 କିଲୋମିଟର ମାନେ ପହଞ୍ଚିବା ଉପରେ ଥିଲୁ, ଆମେ ତ ଆଉ ସେଠୁ ଆଉ ଫେରି ପାରିବ ନାହିଁ ନା। ସେଠି ଆମେ ରହିଲୁ, ଯଜ୍ଞ ମଧ୍ୟ ଦେଖିଲୁ। ଏହାର କହିବାର ଅର୍ଥ ଯେ ଭଗବାନ ଯାହାକୁ ଯେଉଁଠି ପହଞ୍ଚିବାର ଥିବ ସିଏ ପହଞ୍ଚିବା। ଆଉ ଆମେ 400 କିଲୋମିଟର ବାଇକ୍ରେ ଗଲୁ। ମୁଁ ଭାଇ ବିଶ୍ୱାସ କର 80-90-95 ସ୍ପିଡ଼ରେ ଯାଉଥିଲି। ଏବଂ ବାଟରେ କୌଣସି ଜାଗାରେ ଆମେ ପାଣି ଟିକେ ପିଇନୁ, ପାଣି ଟୋଟାଲି କେବେ ପିଇନୁ, କିଛି ଖାଇବା ଖାଇନୁ। ବୋଧେ ଭଗବାନ ଚାହୁଁଥିଲେ ଯେ ତୁମମାନେ ଆସିକି ଏ ଯଜ୍ଞରେ ପହଞ୍ଚ, ଯଦି ରହିଯାଅ ହେଲେ ପହଞ୍ଚି ପାରିବନି, କାରଣ ଏଇସବୁ ଯେଉଁ ଘଟଣା ଘଟିଗଲା, ଏମିତି ଘଟଣା ଘଟିଛି। ତେବେ ଏଇଆ ହେଲା କଥା। ପୂର୍ବରୁ ଯାହା କହୁଥିଲି, ସେ ସାର୍ ଆମର ଏବେ ବଞ୍ଚିଛନ୍ତି ନା ନ ବଞ୍ଚିଛନ୍ତି ମୁଁ କହିପାରିବିନି, କିନ୍ତୁ ମୁଁ ଶୁଣିବାକୁ ପାଇଥିଲି ସେ ଆମର ଦେଉଳିଆ ହାଇସ୍କୁଲରେ ପଢ଼ଉଥିଲେ। ତେବେ ତାଙ୍କର କ'ଣ ହେଇଛି ମୁଁ ତ କହିପାରିବିନି, କିନ୍ତୁ ଏବେ ତ ସୋସିଆଲ ମିଡ଼ିଆରେ ଆମ ଠାକୁରଙ୍କର ଚାରିଆଡ଼େ ପ୍ରଚାର ହେଉଛି। ସେ ମଧ୍ୟ ଦେଖୁଥିବେ ଠାକୁରଙ୍କ ବିଷୟରେ, କିନ୍ତୁ ଯାହାର ଜ୍ଞାନ ଉଦୟ ମାନେ ନ କରିଛନ୍ତି ପ୍ରଭୁ, ସେ ତ ତାକୁ କେବେ ଚିହ୍ନି ପାରିବ ନାହିଁ। ତେବେ ଆଜି ପାଇଁ ରହିଲି। ଆଶା କରିବି ସମସ୍ତଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥିବ। ରହିଲି ଗୁରୁସ୍ୱାମୀ।